ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ସାହାଯ୍ୟ ମାଗିଲା ଇରାନ। ବର୍ତ୍ତମାନର ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ଇରାନ ଏବଂ ଭାରତ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ସୟେଦ ଆବାସ ଆରାଘଚି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମଧ୍ୟପ୍ରାଚ୍ୟ ପରିସ୍ଥିତି, ବିଶ୍ୱ ସୁରକ୍ଷା, ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆରାଘଚି ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କୁ ଇରାନ ବିରୋଧରେ କରାଯାଇଥିବା ଆକ୍ରମଣ ଏବଂ ଅପରାଧରୁ ସୃଷ୍ଟି ହୋଇଥିବା ସଦ୍ୟତମ ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି। ସେ କହିଛନ୍ତି, ଏହି ଘଟଣାଗୁଡ଼ିକ ଆଞ୍ଚଳିକ ବିଶ୍ୱର ସ୍ଥିରତା ଏବଂ ସୁରକ୍ଷାକୁ ପ୍ରଭାବିତ କରିଛି। ତେବେ ଗୋଟିଏ ପଟେ ଇରାନ ଏବଂ ଇସ୍ରାଏଲର ଯୁଦ୍ଧ, ଆଉ ଅନ୍ୟପଟେ ଆମେରିକାର ସହଯୋଗ। କିନ୍ତୁ ଏହି ଯୁଦ୍ଧ ଭାରତ ଉପରେ ଅନେକ ସାରା ପ୍ରଭାବ ପକାଇଛି। ପ୍ରଥମେ ପେଟ୍ରୋଲ, ପରେ ଗ୍ୟାସ୍, ଆଉ ଏବେ ଅଣ୍ଡା ପରିବା ଦର ଉପରେ ମଧ୍ୟ ଏହାର ପ୍ରଭାବ ପକାଇବା ପରେ ଏବେ ଲୋକମାନେ ହେଉଛନ୍ତି ହନ୍ତସନ୍ତ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।